କି ଶ୍ଵେତ ଏବଂ ସାନ ପୁଅ ହେଲେ କି ଆଜ୍ଞା ବସନ୍ତ ହେଲେ ଧନରେ ଅଚଳାଚଳ ସମ୍ପତ୍ତି ଥିବା ସତ୍ତ୍ୱେ କୁବେର ଧନ ଥିବା ସତ୍ତ୍ୱେ ଆଜ୍ଞା ରାଜା ସତ୍ୟପ୍ରଭୁଙ୍କର ପୂଜା କଲେ ନା। ଆଚ୍ଛା 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 ଏବେ ଧନରେ ଆଜ୍ଞା କୁବେର ସମାନ ଧନ ଧାନ୍ୟ ଥିଲା ସତ୍ତ୍ୱେ ରାଜା କୌଣସି ଦେବାଦେବୀଙ୍କର ପୂଜା କଲେ ନାହିଁ ଅଥବା ସତ୍ୟପ୍ରଭୁଙ୍କର ପୂଜା କଲେ ନାହିଁ ଅଥବା କାହାକୁ ଭିକ୍ଷା ବଣ୍ଟି ଦେଲେ ନାହିଁ। ଏ କଥା ଜାଣିଲେ ପ୍ରଭୁ ଅନ୍ତର୍ଜମୀ ନାରାୟଣ ମନରେ ବିଚାର କରୁଛନ୍ତି ଆଜି ଯାଏ ଉଲୁପି ସହରକୁ ବୀରକିଶୋର ରାଜାଙ୍କୁ ଆଜ୍ଞା ପରୀକ୍ଷା କରିବି। ପ୍ରଭୁ ନାରାୟଣ କଲେ କଣ କଲେ ଫକୀର ରୂପ ଧାରଣ କରିକି ଗମନ କରୁଛନ୍ତି ନାରାୟଣଙ୍କର ପାଖକୁ। କିପରି ଭାବରେ ଆରେ ଚାହୁଁ ଚାହୁଁ ମାୟା କରି ସେ ରୂପ ସଂହାରି ହରି ବୃଦ୍ଧ ବେଶକୁ ଧରିଣ ଏ ମୋର ପଣ୍ଡିତ ମଣ୍ଡଳୀ ନିଜର ରୂପକୁ ସଂହାର କରିକି ଆଜ୍ଞା ବୃଦ୍ଧ ବେଶ ଧରିକି ପହଞ୍ଚିଗଲା ପ୍ରଭୁ ଅନ୍ତର୍ଜମୀ ନାରାୟଣ ସେଇ ରାଜାଙ୍କର ଗୃହକୁ। ଆଜି ମୁଁ ଯାଏ ସେଇ ରାଜାଙ୍କ ନିକଟକୁ ତେବେ ହେଲେ ଧାନ ରଖିଲେ କିଛି ଦଉନାହିଁ ତାହେଲେ ଦେଖିବି। नारायण नमस्कृत नरदेवान् नरतमां देवी सरस्वती आसन्न दयामय मुखंकर दिवजालं मंगलं जयगिरि जत्प्रवर्तमां मननमालभ विद्यादि अग मोर भाई भौणी
ଧରିକି ଆସିବ ଯାଅ। ଭିକ୍ଷା ଦିଅ ଆଗରା ଜରାଣୀ ମା ନବୀନ ଭିକାରୀ ତ ବଧୁଆରେ ରାଜରାଣୀ ମା ନବୀନ ଭିକାରୀ ତ ବଧୁଆରେ ବହନ କରିନ ମତେ ମୁଠାଏ ଦିଅ ଗୋ ମାତ ଚାଲି ଯିବି ସାତ ଗାଁରେ ନବୀନ ଭିକାରୀ ତ ବଧୁଆରେ ରାଜରାଣୀ ମା ନବୀନ ଭିକାରୀ ତ ବଧୁଆରେ। ବାପା ତୁମେ କିଏ ବା? ମୁଁ ଜଣେ ବୋଲା ଫକୀର ବାପା। କିଛି ଭିକ୍ଷା ଦିଅ ବାପା। ଏଇ ରାଜାପୁର ଅଛନ୍ତି ମତେ ନି ଦେବା ତମକେ କେନ୍ତା ଦଉଛନ ମୁଇଁ ମାଗଲେ ବି ନି ଦେବା ଆଉ ତମେ କେନ୍ତା ପାଅ? ହଁ ହଁ କହ ଆମେ ବାରମାର ଖ୍ୟାଲ ନେମି ହଁ ବାପା ନା ସେ କିଛି ମତେ ଜଣା ନାହିଁ ନା ବାପା ଯା ରାଜାକୁ ଜଣାଇ ଦେବ କିଛି ଭିକ୍ଷା ପଠେଇ ଦେବେ ମୁଁ ଚାଲିଯିବି ବାପା। ହଁ ବା ମହାମନ୍ତ୍ରୀ ଆମ ସିଂହ ଦଳରେ କିଏ ଗୋଟେ ଚିତ୍କାର କରୁଛି ଭିକ୍ଷୁକ ତମେ କଣ ଜାଣିନ ଏଇ ଉଲୁପି ସହରରେ ବୀର କିଶୋର ରାଜା କାହାକୁ ଭିକ୍ଷା ଦାନ করে ନାହିଁ ବୋଲି। ମୂର୍ଖ এই ରାଜ୍ୟରେ ସତ୍ୟପୀରଙ୍କର ପୂଜା ହେବ ନାହିଁ କିମ୍ବା କାହାକୁ ଭିକ୍ଷା ଦାନ କରାଯିବ ନାହିଁ। ଶୀଘ୍ର ଗୋଇଠା ମାରିକି ବାହାର କର। ଓ ବା କାହିଁକି ବାହାରେ ପାଇଲେ ମଧ୍ୟ ରାଜା ଘରେ ଦିଅନ୍ତା ନାହିଁ କାହିଁକି ଦେବ ନାହିଁ? ଯାଅ ବାପା ଆଣି ଦିଅ ଯାଅ। ନା ଯିବି ନାହିଁ ତାହେଲେ ଭିକ୍ଷା ଦେବ ନାହିଁ କାହିଁକି ଭିକ୍ଷା ଦେବ ନାହିଁ? ଭିକ୍ଷା ଯଦି ନ ଦେବ ତୁମ କଣ तुम को हिसाब देवी तुम्हें के तुम्हें के जाओ छी रे जाओ चली जाऊ छी तुम निकट जा जा तो पर केमिति केते हिसाब दे चली जाऊ ए मूर्ख दिने नहरे तू परा भग भग राजा भाभी देखो मनुआ रे जीव दुई दिनिया सुनार शरीर तोर हेवनर कर रे मानी जा रे राजा मानी जा रे राजा मानी जा। महामंत्री गोइठा मारी के बाहर कर मूर्ख जाऊ जे बापा तते मो विचार दे चली जाऊ जे देह तू पूरा भग भगबू मानी जा रे राजा मानी जा। जाऊ जा ससुर जाते दिन पूरा भग भगबू जाऊ जे मु चली जाऊ जे तबे जाऊ जा ससुर। अच्छा भाई ना हाँ घटना हला कण आज्ञा राजा श्री फकीर को भिक्षा देवा बोल रे गोइठा मारी के बाहर कर दिले आज्ञा। अच्छा धन रे राजांकर दुईटी पुत्र अछंती आज्ञा श्वेत एवं बसंत किंतु राजा केबे हेले सत्यपीरंकर पूजा को मानिला नाही। अंतर्जमी नारायण मनरे विचार करछंती निश्चय ए गर्दी राजा को मो दंड देबी आज्ञा पद्मावती रानी को रोगग्रस्त कराइले आज्ञा। पद्मावती रानी आज्ञा रोगग्रस्त है कि रायांकर कोलरे शयन करी कि आज्ञा राजांक सहित कथोपकथन बेस बेस आलो रानी हाँ स्वामी आलो पद्मावती रानी हाँ स्वामी कोन हेछि रानी मते भल लागुनी स्वामी तुमको भल लागुनी ना 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 आलो कोन हेछि तुमर से कथा तो मैं जाने आलो दासी आलो रानी कर कोन हेछि देखो आलो रानी हाँ हेले स्वामी कोन हला लो गोटे कथा कहबी कुह मु आउ बंची पारिबिनी स्वामी आलो काहे कि एमिति कथा कहछ रानी तुमे काहे कि एमिति अशुभ कथा कहछ मते भल लागुनी दासी हेले स्वामी स्वामी आलो कोन हला रानी गोटे कथा कहबी मोर कथा मानिबो तो आलो कुह रानी कुह मु निश्चय मानिबी प्रथमे तुमे सत्य कर तापर जाय कहबी मु सत्य कले जाय कहबो हाँ। मु सत्य सत्य त्रिबार सत्य करि कहूची रानी तमे जहा कहबो मु तहा मानिबी।
ହେଲେ ସ୍ୱାମୀ କଣ ହେଲା ଯଦି ମୁଁ ଆଜି ମରିଯାଏ ହଁ। ତାହେଲେ ତମେ କେବେ ହେଲେ ଦ୍ୱିତୀୟ ବିବାହ କରିବନି। ଆଲୋ ରାଣୀ ହଁ ଇଏ କି କଥା କହୁଛ ରାଣୀ ତୁମେ କାହିଁକି କାହିଁକି ତୁମର ମୃତ୍ୟୁ ହେବ ଆଉ କାହିଁକି ମୁଁ ଦ୍ୱିତୀୟ ବିବାହ କରିବି ମୁଁ ସତ୍ୟ କରି କହୁଛି ତମର ଯଦି ଭବିଷ୍ୟତରେ କିଛି ହେଇଯାଏ ମୁଁ କେବେ ହେଲେ ଦ୍ୱିତୀୟ ବିବାହ କରିବିନି ରାଣୀ ସତରେ ସ୍ୱାମୀ? ମୁଁ ନିଶ୍ଚୟ ତୁମକୁ କଥା ଦେଉଛି ରାଣୀ ଏହି ସମୟରେ ହଁ, ହଁ। ଅନ୍ତର୍ଯାମୀ ନାରାୟଣ ଆଜ୍ଞା ସେଇ ପଦ୍ମାବତୀ ରାଣୀଙ୍କୁ ଆଚ୍ଛା। ଆଜ୍ଞା ମୃତ୍ୟୁ ଦଣ୍ଡ ଦେଲେ ହଉ। ରାଣୀ ସେଇଠି ଆଜ୍ଞା ପ୍ରାଣ ହରାଇ ଦେଲେ ହଉ। ଆଲୋ ଦାସୀ ଦେଖ ରାଣୀଙ୍କର କଣ ହେଇଛି ଦେଖଲୋ ଆଲୋ ରାଣୀ ଆଲୋ ପଦ୍ମାବତୀ ତୁମର କଣ ହେଇଛି ରାଣୀ ଆଲୋ ରାଣୀ ଉଠ ରାଣୀ ରାଣୀ ଆଲୋ କଣ ହେଲା ତୁମର ଆମର ଶ୍ଵେତ ବସନ୍ତ ଦୁଇଟି ପୁତ୍ର କାହାକୁ ମା ବୋଲିକି ଡାକିବେ ରାଣୀ ତୁମର କଣ ହେଇଛି ଆଲୋ ଉଠ ରାଣୀ ଆଲୋ ରାଣୀ ଲୋ ତୁମେ କାହିଁକି ଏମିତି ମତେ ଏକା କରିକି ଛାଡ଼ିଗଲ ରାଣୀ ଆଲୋ ପଦ୍ମାବତୀ ଆଲୋ ଦାସୀ ମୋର ରାଣୀଙ୍କର କଣ ହେଇଛି ଦେଖ ଟିକେ ଆଲୋ ଦାସୀ ରାଣୀଙ୍କର କଣ ହେଇଛି ଶୀଘ୍ର କୁହ ମତେ ନା ଆଲୋ ରାଣୀ କଣ ହେଇଛି ରାଣୀ ତୁମର ଆଲୋ ରାଣୀ ତୁମେ କାହିଁକି ମତେ ଛାଡ଼ିକି ଚାଲିଗଲ ରାଣୀ ରାଣୀ ଲୁ ଆଲୋ ରାଣୀ କେଣେ ଛାଡ଼ି ଗଲ ରାଣୀ ମୋର ଶୂନ୍ୟ କରିଏ ରାଜନ କାହା ମୁଖ ଚାହିଁ ବଞ୍ଚିବି ରେ ଧନ ମତେ କରିଦେଲୁ ସାତ ପରରେ ରାଣୀ ମୋର ମତେ କରିଦେଲୁ ସାତ ପର ଶ୍ଵେତ ଜୀବ ସତ ଦୁଇଟି କୁମର ତାକୁ କରିଦେଲୁ ସାତ ପରରେ ରାଣୀ ମୋର ତାକୁ କରିଦେଲୁ ତୁହି ପର ଆଲୋ ରାଣୀ ଆଲୋ ପଦ୍ମାବତୀ ଉଠ ରାଣୀ ମୁଁ ତୁମ ବିନା କେମିତି ବଞ୍ଚିବି ରାଣୀ ଆରେ ଭାଇ ହଁ ଏ ରାଜାଙ୍କର ବହୁତ କନ୍ଦନ କରୁଛନ୍ତି ଚାଲ ଦେଖିବା ଚାଲ କଣ ପାଇଁ କନ୍ଦନ କରୁଛନ୍ତି। ଆସ ଆଲୋ ଦାସୀ କଣ ହେଲା କଣ ହେଇଛି ଆରେ କଣ ପାଇଁ କାନ୍ଦୁଛୁ ଦାସୀ? କାହିଁକି କାନ୍ଦୁଛୁ କଣ ହେଲା ରାଣୀ କାନ୍ଦବା କେନେ ଆରେ କହିଲେ ସିନା ଜାଣିବୁ ଆମେ। ସର୍ବଧାମ ଚାଲିଗଲେ ସେଥିପାଇଁ ରାଜା ବହୁତ କାନ୍ଦନ କରୁଛନ୍ତି ହେଲେ ଭାଇ କେମିତି କରିବା? ତାକୁ ସମାଧାନ କରିବା ଭାଇ ଠିକ ଅଛି ସେ ଧର ଚାଲ ଭାଇ ଧର। ଆଲୋ ରାଣୀ ମୁଁ ତୁମ ବିନା କେମିତି ବଞ୍ଚିବି ରାଣୀ ନା ଛାଡ଼ି ଦିଅ ମହାରାଜା ମୁଁ କାହା ଦେଖିକି ବଞ୍ଚିବି ରାଣୀ ଆଲୋ ରାଣୀ ରାଣୀ